who are organizing this conference. এই সন্ধ্যা সময়ে আয়োজক কমিটি নিকটরে মু হৃদয়র কৃতজ্ঞতা রখিবা পাই যিবি। This is like ଟିକେ ଅନୁରୋଧ ଅଛି ଏହି ସନ୍ଧ୍ୟା ଓଳିର ମିନିଟ୍ ଲେଖିବା ପାଇଁ ଆମମାନଙ୍କର ଛେଳିଗଡ଼ ଖ୍ରୀଷ୍ଟୀୟ ଉଦ୍ୟୋଗ ସମିତିର ସଭାପତି ଆଶିଷ କରାଡ଼ ମହୋଦୟ ଆଉ ସେ ଆସିବେ ଆଉ ମିନିଟ୍ ଲେଖାରେ ଆମମାନଙ୍କୁ ସାହାଯ୍ୟ କରିବେ। yeah. Yeah. What I was saying. Greetings and thank you so much. ମୁଁ ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଏ ପୁଣି ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଏ। Last 2 years I was like nervous and I was like disappointed. ଗତ 2 ବର୍ଷରେ ମୁଁ ଅନେକ ଥର ନିରାଶ ହେଇଛି, ହତାଶ ହେଇଛି। Because of the ministry, because of the family, so many things happened. ଏହାର କାରଣ ପଛରେ ମୋର ସେବା କାର୍ଯ୍ୟ, ମୋର ପରିବାର ପୁଣି ଅନେକ ଏମିତି ଭିନ୍ନ ଭିନ୍ନ କାରଣ ରହିଛି। And 5 months ago I was with Johnny Liver house. 5 ମାସ ତଳେ ମୁଁ ଜନି ଲେବରଙ୍କ ଗୃହରେ ତାଙ୍କ ସହିତ କିଛି ସମୟ କ୍ଷେପଣ କରିଥିଲି। I was with him I was having a lunch with him. ଆଉ ମୁଁ ତାଙ୍କ ସହିତ ଗୋଟିଏ ସୁନ୍ଦର ସମୟ ବିତେଇଛି। And he said that some people, the builder from Mumbai, they cheated him 400,000 crores. ଆଉ ସେ କହୁଥିଲେ 400,000 କୋଟିର ଆଉ ଠକାମିର ଶିକାର ସେ ହେଇଛନ୍ତି ବମ୍ବେରେ ରହୁଥିବା ବେଳେ। So that moment God reminded me ସେହି ସମୟରେ ପ୍ରଭୁ ମୋତେ ସ୍ମରଣରେ ଆଣିବା ପାଇଁ ଦେଲେ to forgive some people those who cheated me also. ସେଇମାନଙ୍କୁ କ୍ଷମା କରିବା ପାଇଁ ଯେଉଁମାନେ ମୋତେ ପ୍ରତାରଣା କରିଛନ୍ତି। That's why when I came here also I can see this is like a mini heaven. ଆଉ ଯେତେବେଳେ ମୁଁ ଏହି ସ୍ଥାନକୁ ଆସି ଦେଖୁଛି ମୋତେ ଏମିତି ଲାଗୁଛି ଏହା ଏକ କ୍ଷୁଦ୍ର ସ୍ୱର୍ଗ। From the childhood onwards my desire is to love the Lord, serve the Lord. ମୋ ବାଲ୍ୟ କାଳରୁ ହିଁ ମୁଁ ପରମେଶ୍ୱରଙ୍କୁ ପ୍ରେମ କରିବା ପୁଣି ପରମେଶ୍ୱରଙ୍କର ସେବା କରିବା ମୋର ବାଞ୍ଛା ରହିଛି। Today morning as I was studying that how our body became flesh. ଆଜି ସକାଳେ ମୁଁ କହୁଥିଲି କି ଆମମାନଙ୍କର ଏହି ଶରୀର କି ପ୍ରକାରର ସାଂସାରିକତା ବା ଶାରୀରିକ ମନା ହେଇଯାଏ। God made the earth but the earth became world. ପ୍ରଭୁ ଏହି ପୃଥିବୀକୁ ନିର୍ମାଣ କଲେ ଆଉ ପୃଥିବୀ ଜଗତରେ ପରିଣତ ହେଲା। So that he made the body but the body became flesh. ଆଉ ସେ ଆମମାନଙ୍କର ଏହି ବାହିକ ଶରୀରକୁ ନିର୍ମାଣ କଲେ କିନ୍ତୁ ଏହି ବାହିକ ଶରୀର ଧୀରେ ଧୀରେ ମାଂସମୟ ହେବାରେ ଲାଗିଲା। The Bible says that when this earth become world and Satan is the god of this world. ଆଉ ବାଇବଲ ଏହା ପ୍ରକାଶ କରେ ଯେ ପ୍ରଭୁ ଏହି ପୃଥିବୀ ନିର୍ମାଣ କଲେ ଏହା ଜଗତରେ ପରିଣତ ହେଲା ଆଉ ଏହି ଜଗତ ଉପରେ ଶୟତାନ ରାଜତ୍ୱ କରିବା ଆରମ୍ଭ କଲା। That's why 2 Corinthians chapter 4 and 4 says that Satan is the god of this world. ଏଣୁ କରି ଦ୍ୱିତୀୟ କରନ୍ଥୀୟ ତାର 4 ଅଧ୍ୟାୟ 4 ପଦରେ ଏହି କଥା ପ୍ରକାଶ କରାଯାଏ ଯେ ଏହି ଜଗତର ରାଜା ବା ଏହି ଜଗତକୁ ଶୟତାନ ରାଜତ୍ୱ କରୁଅଛି। That's why Bible says don't love the world and the things of the world. ଏଣୁ ବାକ୍ୟ ଏହା କହେ ଯେ ସଂସାର ଓ ତହିଁରେ ଥିବା କୌଣସି ବିଷୟକୁ ପ୍ରେମ କର ନାହିଁ। When we see the 1 John chapter 2 15 and 16, ଆଉ ଏହା ପ୍ରଥମ ଯୋହନ ତାର 2 ଅଧ୍ୟାୟ 15 ଓ 16 ପଦରେ ଲେଖାଯାଏ। the lust of the eyes, the lust of the flesh and lust of our pride. ଚକ୍ଷୁର ଅଭିଳାଷ ପୁଣି ଶରୀରର ଅଭିଳାଷ ଓ ଲୌକିକ ଗର୍ବ। So 3 things are not from God. ଆଉ ଏହି ତିନୋଟି ବିଷୟ ଈଶ୍ୱରଙ୍କ ଠାରୁ ନୁହେଁ। When we see the Genesis chapter 6 and 2, ଆଉ ଆଦି ପୁସ୍ତକ ତାର 6 ଅଧ୍ୟାୟ 2 ପଦରେ when the daughter of men were married with fallen angels. ଆଉ ପତିତ ଦୂତମାନେ ମନୁଷ୍ୟର ସନ୍ତାନ ଗଣର କନ୍ୟାମାନଙ୍କୁ ବିବାହ କଲେ। After that the body became flesh. ଆଉ ସେହି ସମୟରେ ଏହି ଶରୀର ମାଂସମୟ ହେଲା ବା ଶରୀର ଅଭିଳାଷୀ ହେଲା। So this flesh always wanted to go against God. Flesh is always like to dominate our whole spirit. ଆଉ ଏହି ଶରୀର ସର୍ବଦା ପରମେଶ୍ୱରଙ୍କର ବିରୁଦ୍ଧରେ ଆଉ ସବୁବେଳେ ଆତ୍ମାଙ୍କ ଉପରେ କର୍ତ୍ତୃତ୍ୱ କରିବାକୁ ଇଚ୍ଛା କରେ। Because
our spirit. ଆଉ ସବୁବେଳେ ଏଇ ଶରୀର ଆତ୍ମାଙ୍କ ବିରୁଦ୍ଧରେ କାର୍ଯ୍ୟ କରେ। And you know this how that devil is controlling many of our flesh today. He's controlling their flesh to continually live inside their flesh. ଆଉ ଶୟତାନ ଆମମାନଙ୍କର ଶରୀରକୁ କବ୍ଜା କରି ରଖିଛି, କର୍ତ୍ତୃତ୍ୱ କରି ରଖିଛି, ଯୋ ଦ୍ୱାରା ଆମମାନେ ଶୟତାନର ଇଚ୍ଛାକୁ ଏଇ ଶରୀରରେ ସଫଳ କରୁ। Wherever sin is there, there is a Satan is there, there is a death is there. ଆଉ ଯୋଉଠି ଶୟତାନ ସେଇଠାରେ ପାପ, ଆଉ ଯେଉଁଠାରେ ପାପ ରହିଛି ସେଇଠାରେ ମୃତ୍ୟୁ ମଧ୍ୟ ରହିଛି। So yeah. So when we see that how this angel they became fallen and they became a enemy of God. ଆଉ ପତିତ ଯେତେବେଳେ ସ୍ୱର୍ଗଦୂତ ପତିତ ହେଲେ ସେମାନେ ଈଶ୍ୱରଙ୍କର ଶତ୍ରୁ ବନିଗଲେ। And that spirits they wanted to dwell in the human body. ଆଉ ସେମାନେ ଏଇ ମନୁଷ୍ୟର ଶରୀର ଉପରେ କର୍ତ୍ତୃତ୍ୱ ଜାହିର କରିବା ଆରମ୍ଭ କଲେ। Sometimes they are coming in the dream. ଆଉ ସେମାନେ No problem. हेलो ଆଉ ସେମାନେ हेलो Yeah, they are coming in the dream sometimes, the demons. ଆଉ ଏଇ ଦୁଷ୍ଟାତ୍ମା ଗୁଡ଼ିକ ବେଳେ ବେଳେ ଆମମାନଙ୍କୁ ସ୍ୱପ୍ନ ଦ୍ୱାରା ଆମମାନଙ୍କୁ କଷ୍ଟ ଦିଅନ୍ତି। Demons came out from the animals, but the evil spirits came out from the fallen angels. ଆଉ ଏଇ ଦୁଷ୍ଟାତ୍ମା ଗୁଡ଼ିକ ପଶୁଠାରୁ ଆସିଛନ୍ତି, କିନ୍ତୁ ପତିତ ଦୂତଗଣ ସେମାନେ ସ୍ୱର୍ଗରୁ ପତିତ ହେଇଛନ୍ତି। That's why the book of Ephesians says that the evil spirits are living in the sky, and the demons are living in the water and also in the earth. ଏଣୁକରି ଏଫିସିୟ ପୁସ୍ତକରେ ଏଇ କଥା ଲେଖାଯାଏ କି ଦୁଷ୍ଟ ଆତ୍ମା ଗୁଡ଼ିକ ସେମାନେ ଆକାଶରେ ରୁହନ୍ତି, କିନ୍ତୁ ଦୁଷ୍ଟ ଆତ୍ମା ଗୁଡ଼ିକ ଜଗତରେ ମଧ୍ୟ ରୁହନ୍ତି। No, evil spirit is in the sky, demon spirits are living in the earth. ଦୁଷ୍ଟ ଆତ୍ମା ଗୁଡ଼ିକ ସେମାନେ ଆକାଶରେ ରୁହନ୍ତି, କିନ୍ତୁ Demon spirits are living on the earth. Same. Demon and evil spirit, both are different. No, in India we use only one. Okay. So the demon and evil spirits are different in the English when we study in English. ଇଂରାଜୀ ଭାଷାରେ ଦୁଷ୍ଟ ଆତ୍ମା ପୁଣି ଡେଭିଲ ଆଉ ଇଭିଲ କୁ ଗୋଟିଏ ଭାଷାରେ ବ୍ୟବହାର କରାଯାଏ, ତା ହେଉଛି ଦୁଷ୍ଟ ଆତ୍ମା। So that spirits are dwelling in the body of the people and they are controlling their life. ଆଉ ସେଇ ଦୁଷ୍ଟ ଆତ୍ମା ଆମମାନଙ୍କର ଶରୀରରେ ବାସ କରନ୍ତି, ପୁଣି ଆମମାନଙ୍କର ଶରୀରକୁ ସେମାନେ କର୍ତ୍ତୃତ୍ୱ କରନ୍ତି। Sin is not a character, but sin is a living person, that is a demon. ଆଉ ଏଇ ପାପ ଗୋଟିଏ ଜୀବିତ ବିଷୟ ଅଟେ, ଯାହାକୁ ଆମମାନେ ଦୁଷ୍ଟ ଆତ୍ମା ସହିତ କହୁ। That's why we call sometimes dushto pila, because his character is a mingle with the demon spirit. କାରଣ ତାଙ୍କର ଚରିତ୍ର ବେଳେ ବେଳେ ଆମମାନଙ୍କର ଚରିତ୍ର ସେଇ ଦୁଷ୍ଟ ଆତ୍ମାଙ୍କର ଚରିତ୍ର ସହିତ ସମାନତା ରକ୍ଷା କରେ। Yeah, my wife sometimes tells to my children dushto pila, because they are mingle with the demon sometime. ମୋର ଆଜ୍ଞାଙ୍କର ସ୍ତ୍ରୀ ସେ ତାଙ୍କ ପିଲାମାନଙ୍କୁ ବେଳେ ବେଳେ ଦୁଷ୍ଟ ପିଲା ବୋଲି କୁହନ୍ତି, କାରଣ ସେମାନଙ୍କର କେତୋଟି କାର୍ଯ୍ୟକଳାପ ଚରିତ୍ର ଦୁଷ୍ଟ ଆତ୍ମାର କାର୍ଯ୍ୟ ସହିତ ସମାନ ହୁଏ। That's why Romans chapter 7:18, when we see 18 to 24, Paul says, what I wanted to do, that I am not able to fulfill, because the sin is living inside my body. ଏଣୁକରି ପାଉଲ ରୋମିଓ ତାର 7 ଅଧ୍ୟାୟରେ ଏଇ କଥା କୁହନ୍ତି, ଯାହା ମୁଁ କରିବାକୁ ଇଚ୍ଛା କରେ ତାହା କରିପାରେ ନାହିଁ, କିନ୍ତୁ ଯାହା ମୁଁ କରିବାକୁ ଇଚ୍ଛା କରେ ନାହିଁ ତାହା କରେ, କାରଣ ମୋ ଠାରେ ଥିବା ପାପ ତାହା ମୋତେ କରିବାକୁ କହେ। And he says that who will deliver me from the power of this sin? ଆଉ ସେଥିପାଇଁ ପାଉଲ ଏଇ କଥା କୁହନ୍ତି, କିଏ ମୋତେ ଏଇ ପାପରୁ ରକ୍ଷା କରିପାରେ? Receiving forgiveness is very easy by the blood of Jesus, by believing in Christ, but deliverance from the bad habit, we need to exercise ourselves. ପାପରୁ ରକ୍ଷା ପାଇବା ବା ପରିତ୍ରାଣ ପାଇବା ସହଜ ଅଟେ, କାରଣ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ତାହାଙ୍କର ରକ୍ତରେ ଆମେ ପରିଷ୍କୃତ ହୋଇ ପାପ କ୍ଷମା ପାଇଥାଉ। And by his grace we all are saved. ତାଙ୍କର ଅନୁଗ୍ରହରେ ଆମେ ପରିତ୍ରାଣ ପାଇଅଛୁ। All our sins are
like Joseph. Joseph, when the Potiphar's wife tried to hold him, he left and ran away. ଆଉ ଯେତେବେଳେ ଫଟିଫରଙ୍କର ସ୍ତ୍ରୀ ଯୋସେଫଙ୍କୁ ଧରିବାକୁ ଚେଷ୍ଟା କଲେ ସେ ଯୋସେଫଙ୍କର ସ୍ତ୍ରୀକୁ ଛାଡ଼ି ସେ ଦୌଡ଼ିବା ଆରମ୍ଭ କଲେ। Somebody is touching you to do something against God, then don't say, Lord save me. Lord, don't cry. Just leave it and call. ଯେତେବେଳେ ଆପଣମାନଙ୍କୁ କୌଣସି ପାପର ବିଷୟ ଧରିବାକୁ ଚେଷ୍ଟା କରେ ଏବଂ ପାପ କରିବା ପାଇଁ ବାଧ୍ୟ କରେ ସେହି ସ୍ଥାନରେ ଆପଣମାନେ ଏହି ପ୍ରାର୍ଥନା କରନ୍ତୁ ନାହିଁ ପ୍ରଭୁ ମୋତେ ରକ୍ଷା କର, ବରଂ ସେହି ସ୍ଥାନରୁ ବାହାରି ଯାଆନ୍ତୁ। We have to leave that place and run away from that place. ଆଉ ସେହି ସ୍ଥାନରୁ ସେହି ବ୍ୟକ୍ତିଠାରୁ ଆମମାନେ ଦୌଡ଼ିବାକୁ ହେବ। That's why in the 1 chapter 6:18, Paul says that flee from fornication. ଏଣୁକରି ପ୍ରଥମ କରନ୍ଥୀୟ ତାର 6 ଅଧ୍ୟାୟର 17 ପଦରେ ପାଉଲ କହିଲେ 18 ପଦରେ ପାଉଲ କହିଲେ ସମସ୍ତ ବ୍ୟଭିଚାରର ପାପରୁ ପଳାୟନ କର। We need to do something. We need to run away from that place. ଆମମାନଙ୍କୁ ପଳାୟନ କରିବାକୁ ହେବ। Then only the devil will, deliver from your life. ଯାହା ଦ୍ୱାରା ଶୟତାନ ଆଉ ସୁଯୋଗ ପାଇବ ନାହିଁ। We can cry before the Lord when we do some mistake, when we do something against God. We have to cry before the Lord and ask forgiveness. ପ୍ରିୟ ଭାଇ ଭଉଣୀମାନେ ଯେତେବେଳେ ଆମେ ପ୍ରଭୁଙ୍କ ବିରୁଦ୍ଧରେ କିଛି ପାପ କରୁ ଆମେ ପ୍ରଭୁଙ୍କ ସମ୍ମୁଖକୁ ଆସୁ ଅନୁତାପ ଖେଦ କ୍ରନ୍ଦନର ସହିତ ତାଙ୍କ ନିକଟରେ ପ୍ରାର୍ଥନା କରୁ। Proverbs chapter 28:13 says, confess your sin and also forsake the sin. ଆଉ ହିତୋପଦେଶରେ ସୋଲୋମନ ଏହି କଥା କହନ୍ତି ତୁମେ ଆପଣା ପାପ ସ୍ୱୀକାର କର ଓ ପରିତ୍ୟାଗ କର। We need to ask forgiveness and ask the Lord to deliver from that bad habit. ଆମମାନେ ଆମମାନଙ୍କର ପାପକୁ ସ୍ୱୀକାର କରିବାକୁ ହେବ, ପୁଣି ଆମମାନେ ପ୍ରଭୁଙ୍କ ନିକଟରେ ଏହି ପ୍ରାର୍ଥନା କରିବାକୁ ହେବ, ହେ ପ୍ରଭୁ ମୋତେ ଏହି ମନ୍ଦତାରୁ ଉଦ୍ଧାର କର। That's why Jesus told that not only when we commit adultery, that is a sin, but when we think in our mind, that is also, when we think in our mind, then we already committed the adultery. ଏଣୁକରି ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ କୌଣସି ପାପର ଭାବନା ହେବା ଦ୍ୱାରା ଆମମାନେ ବ୍ୟଭିଚାର କାର୍ଯ୍ୟ କରୁ। But when we think also, that is we already committed. So we need to sanctify our thought and we need to clear from this, deliver from this bad thoughts. ଆମମାନଙ୍କର ଚିନ୍ତାକୁ ଆମମାନେ ପରିଷ୍କୃତ କରି ରଖିବାକୁ ହେବ, ପବିତ୍ରୀକୃତ କରି ରଖିବାକୁ ହେବ, ଯୋ ଦ୍ୱାରା ଆମେ ଈଶ୍ୱରଙ୍କ ବିରୁଦ୍ଧରେ ପାପ ନ କରୁ। Because we are the temple of the Holy Spirit. କାରଣ ଈଶ୍ୱରଙ୍କ ବାକ୍ୟ ଏହି କଥା ପ୍ରକାଶ କରେ ଆମମାନଙ୍କର ଶରୀର ଈଶ୍ୱରଙ୍କ ମନ୍ଦିର ଅଟେ। We are the dwelling place of God. ଆମମାନେ ଈଶ୍ୱରଙ୍କର ନିବାସ ସ୍ଥଳ ଅଟୁ। The residence of Christ is the church. ଆଉ ସେହି ନିବାସ ହେଉଛି ଖ୍ରୀଷ୍ଟ ଯୀଶୁଙ୍କର ଗୃହ। All the corporate believers be all together the living God church. ଆମମାନେ ଯେତେ ଜଣ ସାମୂହିକ ଭାବରେ ଆଜି ଆସିଛୁ ଆମମାନେ ପ୍ରତ୍ୟେକ ଈଶ୍ୱରଙ୍କର ମନ୍ଦିର ମଣ୍ଡଳୀ ଅଟୁ। So when you will deliver from this power of the lust, power of the flesh, then the Holy Spirit will control your life. ଆଉ ଯେତେବେଳେ ଆମମାନେ ଏହି ପାପରୁ ଅଭିଳାଷରୁ ପଳାୟନ କରୁ ସେତେବେଳେ ଈଶ୍ୱରଙ୍କର ପବିତ୍ର ଆତ୍ମା ଆମମାନଙ୍କ ଠାରେ ବାସ କରନ୍ତି। In the New Testament, ନୂତନ ନିୟମରେ two times ଦୁଇଥର Jesus became. What became? It says became. Became. B-E-C-A-M-E. Became. ହେବା। When we see that John chapter 1 and 14 says, the word became flesh. ଯହନ 1 ଅଧ୍ୟାୟ 14 ପଦରେ ଏହି କଥା ଲେଖାଯାଏ ବାକ୍ୟ ଦେହବନ୍ତ ହେଲେ। 1 Corinthians chapter 15:45 says, the last Adam became the life-giving spirit. ଆଉ ପ୍ରଥମ କରନ୍ଥୀୟ 15 ଅଧ୍ୟାୟରେ ଏହି କଥା ଲେଖାଯାଏ ଶେଷ ଆଦମ ଆତ୍ମା ହେଲେ। Jesus also became flesh to destroy the power of the flesh. ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଶରୀର ରୂପ ଧାରଣ କଲେ ଯୋ ଦ୍ୱାରା ସେ ଶରୀରରେ ରହି ଶୟତାନର ସକଳ କାର୍ଯ୍ୟକୁ ବିନାଶ କରିବେ। The purpose of Jesus to come to this earth to crucify on the cross. ଯୀଶୁ ଖ୍ରୀଷ୍ଟଙ୍କର କୁଶାର୍ପିତ ହେବାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥିଲା ଶୟତାନର କାର୍ଯ୍ୟକୁ ବିନାଶ କରିବା। When Jesus born as a small baby, that devil knew that Jesus came to destroy me. ଆଉ ଯେତେବେଳେ ଯୀଶୁ ଗୋଟିଏ ଶିଶୁ ରୂପରେ ଜନ୍ମ ନେଲେ ଶୟତାନ ଜାଣିଥିଲା ଯେ ଏହି ଶିଶୁଟି ମୋର ସକଳ କାର୍ଯ୍ୟକୁ ବିନାଶ କରିବ। That's why Matthew chapter 2 and 1 says, all the Jerusalem and Herod was scared because of the birth of Jesus. ଆଉ
लुकलिखित सुसमाचार माथुलिखित सुसमाचार 2 अध्याय यही कथा प्रकाश करे जे समग्र जेरुसलेम निवासी हेरोदଙ୍କ सहित से माने भयभीत हेले यीशुଙ୍କର जन्मरे Because Jesus, the birth of Jesus is a very powerful, very mysterious, very important. यीशुଙ୍କର जन्म एक शक्तिशाली विषय अटे एक निगूढ़ तत्व अटे And he hang on the cross, he said, it is finished. आउ जेतबेले से क्रूसरे क्रूसार्पित हेले से एही कथा चित्कार करी कहिले समाप्त होला Because he finished his mission, he fulfilled his commandment of God on the cross. कारण से क्रूसरे ईश्वरଙ୍କର उद्देश्य को इच्छा को सफल कले That was the mission of Jesus Christ, to come to this world and hang on that tree and destroy the power of the sin. क्रूसरे क्रूसार्पित हुए पाप को विनाश करिबा पई शैतानर कार्य को विनाश करिबा रही यीशुଙ୍କର लक्ष्य थिला Because without the blood of Jesus, without the dying on the cross, nobody will receive forgiveness. यीशु ख्रीष्टଙ୍କର क्रूस्य मृत्यु बिना केही ମଧ୍ୟ पाप क्षमा पाई परिबे नाही In the book of Sikh Quran, in the Punjab Sikh Quran says, एक बंदा नु लकड़ी दा नाले लटकाया जावेगा, वो बंदा का द्वारा मानव जाति को पाप का मुक्ति मिलेगा. One man will hang on the tree. Through that, people will receive the forgiveness of the sin. That is written in the Sikh Quran, Sardar Quran. आउ सिख धर्म रे एही कथा उल्लेख करा जाए कि जने व्यक्ति से वृक्ष रे टंगा जिबे जहा द्वारा मानव जातिर पाप क्षमा हबो Praise the Lord. So, this Sikh Quran says that, but when we see the Quran जेतला माने कुरान को देखू 25 times written about Jesus Christ in the Quran, कुरान रे 25 थर यीशुଙ୍କ विषय रे लिखित अछि but 4 times written about the Mahaprabhu. आउ 4 थर मात्र महबतक विषय रे लिखा जाय अछि Because in the Quran says, if you have a doubt in the Bible, Quran, read the Bible, then you will clear and satisfy. आउ एही कथा जाय जति कुरान रे कोनोसी संदेह रहिछि तेबे बाइबल पढो सेही संदेह दूर हबो When Jesus died, Jesus born, that day, the devil knew that he came to destroy me. जेउ दिन यीशु ख्रीष्ट जन्म नेले सेही दिन शैतान जानिथिला जे यीशु तार समस्त कार्य को विनाश करिवे Because Genesis chapter 3:15, God promised that day that seed of this woman will bruise the head of the serpent. आउ प्रतिज्ञा स्वरूप आदि पुस्तकतार 3 अध्याय 15 पदरे परमेश्वर कहिले जे सेही स्त्री रो बीज शैतानर मस्तक को चूर्ण करिवो Hallelujah. Jesus also born through the Virgin Mary and came and died on the cross to destroy the work of our flesh, work of our sin. आउ यीशु मध्य मरियमकर गर्भरु जन्म नेले आउ से शरीरर सकल कार्य को अभिलाष को पाप को से विनाश कले The sin, to deliver from the sin, when we meditate the cross, when we look into the cross, the devil will scared and you will free from the power of the flesh. आउ जने व्यक्ति जेतबेले से क्रूस को दृष्टिपात करे क्रूस को ध्यान करे सेही समय रे से पापरु मुक्त हुए आउ शैतानर कबळरु मुक्त हुए If you don't know the cross, your salvation is a fake. जदि आमने क्रूस विषय जानु नाउ तबे आमनकर परित्राण व्यर्थ परित्राण अटे The crucifixion Christ, when he was hanging on the tree, he said, it is finished because he came to die for you and me. आउ से क्रूसरे क्रूसार्पित अवस्था रे से एही कथा चित्कार करी कहले एथर समाप्त होला एहार अर्थ से आमनकु पापरु मुक्त कले But you and me need to exercise and we need to come out from our bad habit, come out from our fleshly life. आउ यीशु ख्रीष्ट कथारे आमे विश्वास करिबा हेतु आमानकु ए पापर अभिलाषरु शरीरर अभिलाषरु पलायन करिबाको हबो We need to give our time, at least one day, 1 hour alone you sit before the Lord and pray to God. आमाने प्रत्येक दिन एकाकी गुटिए घंटा प्रभुको उपस्थिति रे बसिबाको हबो At least 30 minutes study the Bible. अंतत 30 मिनिट आमाने ईश्वरଙ୍କର वाक्यକୁ ध्यान କରିବାକୁ हबो When you will practice like this, the Holy Spirit will help you to become a strong Christian. आमानଙ୍କର दैनन्दिन जीवନରେ ଯେତେବେଳେ ମାନେ प्रयोगात्मक शैलीରେ ଏହି ସବୁକୁ प्रयोग करू ସେତେବେଳେ पवित्र आत्मा परमेश्वर आमानଙ୍କୁ सहायता करନ୍ତି
because the Lord wants us to overcome every sin of the flesh. କାରଣ ପ୍ରଭୁ ଚାହାନ୍ତି କି ଆମେ ଶରୀରର ସକଳ ଅଭିଳାଷରୁ ପଳାୟନ କରୁ। The lust of the eyes, we need to come out from that. ଚକ୍ଷୁର ଅଭିଳାଷରୁ ଆମେ ପଳାୟନ କରିବାକୁ ହବ। Sometimes we look like a Christian, we look like a believer, but our eyes have a lust. ଅନେକ ସମୟରେ ଆମେ ଖ୍ରୀଷ୍ଟିଆନ ବୋଲି ନାମିତ ହେଇଥାଉ, ଖ୍ରୀଷ୍ଟୀୟ ଜୀବନ ଅତିବାହିତ କରିଥାଉ, କିନ୍ତୁ ଚକ୍ଷୁର ଅଭିଳାଷରୁ ବାହାରି ଆସିନଥାଉ। We need to stop using the internet in the night time. ଆମେ ରାତ୍ରି ସମୟରେ ଇଣ୍ଟରନେଟକୁ ବ୍ୟବହାର କରିବାର ବନ୍ଦ କରିବା ଆବଶ୍ୟକ We ରହିଛି। need to stop using the phone, stop using the reels and all. ଆମେ ମୋବାଇଲର ରିଲକୁ ଦେଖିବା ବନ୍ଦ କରିବା ଆବଶ୍ୟକ ରହିଛି। Sometimes, it is good to use the social media for gospel, for the body of Christ, for the spiritual life, okay. But so many bad things are happening. Every young people, every brothers and sisters, we need to come out from that. ଏହା ଆମମାନଙ୍କ ପାଇଁ ଉତ୍ତମ ହେବ ଯଦି ଆମେ ମୋବାଇଲ ଫୋନକୁ ଆମଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ବ୍ୟବହାର କରୁ, କିନ୍ତୁ ଅବସାଦର ବିଷୟ ଏହା ଯେ ଆମେ ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ମୋବାଇଲ ବ୍ୟବହାର କରୁନାହୁଁ। The Bible says when we receive Christ, our spirit and God's spirit become one spirit. 1 Corinthians chapter 6:17 says. ଆଉ ବାକ୍ୟ ଏହି କଥା ପ୍ରକାଶ କରେ, ଯେଉଁଦିନ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରୁ, ସେହି ଦିନ ଆମମାନଙ୍କର ଆତ୍ମା ଈଶ୍ୱରଙ୍କର ଆତ୍ମାଙ୍କ ସହିତ ମିଳିତ ହୁଏ। So we need to never displease the Holy Spirit, never grieve the Holy Spirit. ଏଣୁକରି ଆମେ ଈଶ୍ୱରଙ୍କର ଆତ୍ମାଙ୍କୁ ଦୁଃଖ ଦେବା ନାହିଁ। Let us allow the Holy Spirit to make his home in our heart. ଆମେ ପବିତ୍ର ଆତ୍ମା ପରମେଶ୍ୱରଙ୍କୁ ଅନୁମତି ଦେଉ, ସେ ଆମମାନଙ୍କ ଜୀବନରେ କାର୍ଯ୍ୟ କରନ୍ତୁ, ପୁଣି ଆମମାନଙ୍କର ହୃଦୟକୁ ପବିତ୍ରୀକୃତ କରନ୍ତୁ। Our flesh should not control our spirit, but our spirit should control our flesh and our mind. ଶରୀର ଆତ୍ମା ଉପରେ କର୍ତ୍ତୃତ୍ୱ ନ କରୁ, ବରଂ ଆତ୍ମା ଆମମାନଙ୍କର ଶରୀରକୁ କର୍ତ୍ତୃତ୍ୱ କରୁ। Our mind is so much unstable. ଆମମାନଙ୍କର ମନ ସବୁବେଳେ ଅସ୍ଥିର ଅଟେ। Our mind needs salvation. ଆମମାନଙ୍କର ମନର ବି ପରିତ୍ରାଣ ହେବା ଆବଶ୍ୟକ। That's why Romans chapter 12, 1 and 2 says, we need to transform and change our mind. ଏଣୁକରି ରୋମିଓର 12 ଅଧ୍ୟାୟ 1 ପଦରେ ଏହି କଥା ଲେଖାଯାଏ, ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। We should not conform to the world, ଆମେ ଏହି ସଂସାରର ସହିତ ଆମେ ସାଲିସ ନ କରୁ, because world is a hand of the Satan. ଆଉ ଏହି ଜଗତ ଶୈତାନର ହସ୍ତରେ ରହିଛି। We should not follow like a world follows. ଆଉ ଜଗତ ଯେମିତି ଅଛି ଆମେ ସେମିତି ନ ରହୁ। We should reject the worldly system. ଆମେ ଏହି ଜଗତ ଓ ଜଗତର ପ୍ରଥାକୁ ପ୍ରତ୍ୟାଖ୍ୟାନ କରୁ। The celebration of the world, the style of the world, the activities of the world, believers should reject from their life. ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଏହି ଜଗତର ଢାଞ୍ଚାକୁ, ଜଗତର ଶୈଳୀକୁ, ଜଗତର ଅଭ୍ୟାସକୁ ପ୍ରତ୍ୟାଖ୍ୟାନ କରିବା ଆବଶ୍ୟକ। If you want to love the Lord, you need to hate the world. ଯଦି ଆମେ ଈଶ୍ୱରଙ୍କୁ ପ୍ରେମ କରିବା ପାଇଁ ନିଷ୍ପତ୍ତି ନେଉଛୁ, ତେବେ ଆମମାନଙ୍କୁ ଏହି ଜଗତର ପ୍ରଥା, ଜଗତର ବିଷୟକୁ ଘୃଣା କରିବାକୁ ହେବ। God made the heaven and earth, ପରମେଶ୍ୱର ସ୍ୱର୍ଗ ଓ ପୃଥିବୀ ନିର୍ମାଣ କଲେ, but the earth became one. ଆଉ ଏହି ପୃଥିବୀ ଜଗତରେ ପରିଣତ ହେଲା। So we need to come out from the world, not from the earth. ଆଉ ଆମେ ଏହି ଜଗତରୁ ବାହାରି ଆସିବାକୁ ହେବ, କିନ୍ତୁ ପୃଥିବୀରୁ ନୁହଁ। The earth is made by God, but the earth is controlled by when the sin came to this earth, the earth became one. ଆଉ ଏହି ଜଗତ ପରମେଶ୍ୱର ଦ୍ୱାରା ନିର୍ମାଣ କରାଯାଇଅଛି, କିନ୍ତୁ ଯେତେବେଳେ ଜଗତକୁ ପାପ ଆସିଲା, ଏହି ପୃଥିବୀ ଜଗତରେ ପରିଣତ ହେଲା, ଆଉ ଏହି ଜଗତ ପାପପୂର୍ଣ୍ଣ ହେଲା। God made our body with the two materials. ପରମେଶ୍ୱର ଆମମାନଙ୍କର ଶରୀରକୁ ଦୁଇଟି ଉପାଦାନ ଦ୍ୱାରା ନିର୍ମାଣ କରିଛନ୍ତି। In the Genesis chapter 2:7 says, he took the dust of this earth and he made the body and he breathed into the earth and man became the living soul. ଆଦି ପୁସ୍ତକ ତାର 2 ଅଧ୍ୟାୟ ପ୍ରକାଶ କରେ, ପରମେଶ୍ୱର ସେ ମୃତ୍ତିକା ନେଲେ, ଆଉ ସେ ଶରୀର ନିର୍ମାଣ କରି ନାସାରନ୍ଧ୍ରରେ ଫୁଙ୍କ ଦେଲେ, ତହିଁରେ ସେ ଜୀବିତ ପ୍ରାଣୀ ହେଲା। So God intention for us that we should receive God in our spirit, and all the body and soul and spirit should be filled with the love of Christ, the joy of Christ, the Holy Spirit.
ଆଉ ପ୍ରଭୁ ଏହା ଇଚ୍ଛା କରନ୍ତି ଯେ ଆମମାନେ ସେ ପବିତ୍ର ଆତ୍ମାକୁ ଗ୍ରହଣ କରି ଆମମାନେ ଈଶ୍ୱରଙ୍କୁ ହିଁ ପ୍ରେମ କରୁ। Because our body and our soul and our spirit, when we fully allow the Holy Spirit to residence in our heart and mind and soul, then you can fulfill the heart desire of God. ଆଉ ଯେତେବେଳେ ପରମେଶ୍ୱରଙ୍କର ଆତ୍ମା ଆମମାନଙ୍କର ଶରୀରକୁ ଆମମାନଙ୍କର ମନକୁ କର୍ତ୍ତୃତ୍ୱ କରିବ ସେତେବେଳେ ଆମେ ଈଶ୍ୱରଙ୍କର ଇଚ୍ଛାକୁ ସାଧନ କରିପାରିବା। That is the purpose of God for every one of our ଆଉ life. ଏହା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଈଶ୍ୱରଙ୍କର ଇଚ୍ଛା ଅଟେ। To conform to the image of God. ଆଉ ଏହା ପ୍ରଭୁ ଚାହାନ୍ତି କି ଆମମାନେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିରେ ରୂପାନ୍ତରିତ ହେଉ। Many of them maybe not came this afternoon. Their flesh wanted to go and sleep. The flesh is wanted to go and sleep. ଆମମାନେ ଅନେକ ଏହି ସ୍ଥାନରେ ଅଛୁ ଆମମାନଙ୍କର ଶରୀର ଆମମାନଙ୍କୁ ଏଇ କଥା କହୁଥିବ ଯେ ଯାଅ ତୁମେ ଶୋଇପଡ଼। The flesh is sometimes, our eyes is wanted to see the, things that is not pleasing to God. ଆମମାନଙ୍କର ଚକ୍ଷୁ ସେଇ ବିଷୟ ଦେଖିବାକୁ ଆମମାନଙ୍କୁ ବାଧ୍ୟ କରେ ଯେଉଁ ବିଷୟ ଈଶ୍ୱରକୁ ସନ୍ତୁଷ୍ଟ କରେ ନାହିଁ। Sometimes, our eyes wanted to see the movie and so many worldly songs. We need to reject it. ଆଉ ବେଳେ ବେଳେ ଆମମାନଙ୍କର ଚକ୍ଷୁ ଚଳଚ୍ଚିତ୍ର ଦେଖିବାକୁ ଆମକୁ ବାଧ୍ୟ କରେ କିନ୍ତୁ ଆମମାନେ ତାହା ପ୍ରତ୍ୟାଖ୍ୟାନ କରିବା ଆବଶ୍ୟକ ରହିଛି। Through the Holy Spirit, we need to subdue the lust of the eyes and the lust of the flesh. ଆଉ ପବିତ୍ର ଆତ୍ମାଙ୍କର ନିୟନ୍ତ୍ରଣରେ ବା କର୍ତ୍ତୃତ୍ୱରେ ଆମମାନେ ସମର୍ପିତ ହେବା ଆବଶ୍ୟକ ରହିଛି। Paul says that I discipline my body by the power of the Holy Spirit. ପାଉଲ ଏହି କଥା କହନ୍ତି ପବିତ୍ର ଆତ୍ମାଙ୍କର ସହାୟତାରେ ମୁଁ ମୋର ଶରୀରକୁ ବଶରେ ରଖିଅଛି। Because sometimes our mind is controlling many people's life. ଅନେକ ସମୟରେ ଆମମାନଙ୍କର ମନ ଆମମାନଙ୍କର ଜୀବନକୁ କ'ଣ କରେ ନା ନିୟନ୍ତ୍ରଣ କରେ। Our first enemy is our flesh. ଆମମାନଙ୍କର ପ୍ରଥମ ଶତ୍ରୁ ହେଉଛି ଆମମାନଙ୍କର ନିଜ ଶରୀର। Second enemy is our mind. ଆଉ ଦ୍ୱିତୀୟ ଶତ୍ରୁ ଆମମାନଙ୍କର ହେଉଛି ଆମମାନଙ୍କର ମନ। Third enemy is our Satan. ଆଉ ତୃତୀୟ ଶତ୍ରୁ ଆମମାନଙ୍କର ହେଉଛନ୍ତି ଶୟତାନ। So first enemy is the flesh, second enemy is our mind, third enemy is the Satan. ପ୍ରଥମ ଶତ୍ରୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀଙ୍କ ନିମନ୍ତେ ତାର ନିଜ ଶରୀର ନିଜ ମନ ପୁଣି ଶୟତାନ। The flesh always like to do the sin, then we have to reject it. I don't like to obey you, flesh. ଆଉ ଏହି ଶରୀର ସବୁବେଳେ ପାପ କରିବା ନିମନ୍ତେ ଆମମାନଙ୍କୁ ପ୍ରୋତ୍ସାହନ ଦିଏ କିନ୍ତୁ ତାହା ଆମେ ପ୍ରତ୍ୟାଖ୍ୟାନ କରୁ। We need to walk by the leading of the Spirit. ଆଉ ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହେଉ। The Romans chapter 8 says that, 8:16 says, I think, those who are walking by the leading of the Spirit, they are only the sons of God. ଆଉ ପବିତ୍ର ବାକ୍ୟ ରୋମିଓ ତାର 8 ଅଧ୍ୟାୟରେ ଏହି କଥା ଲେଖାଯାଏ ଯେଉଁମାନେ ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି ସେମାନେ ଈଶ୍ୱରଙ୍କ ସନ୍ତାନ ଅଟନ୍ତି। The flesh is willing to go to the movie theater. We have to say, no, I will not go. ଆଉ ଯେତେବେଳେ ଶରୀର ଆମମାନଙ୍କୁ ଗୋଟିଏ ଭୁଲ ବିଷୟ ଦେଖିବାକୁ ଭୁଲ ବିଷୟ କରିବାକୁ କହେ ସେତେବେଳେ ଆମେ ତାକୁ ବନ୍ଦ କରିବାକୁ ହବ। If the mind is telling, go and sit with the gossiping people, your mind will be able to say, reject it. No, I will not believe you. I will read the Bible. ଯେତେବେଳେ ଆମମାନଙ୍କର ମନ ଆମମାନଙ୍କୁ ବଚସାକାରୀମାନଙ୍କ ସହିତ ବସି ବଚସା କରିବାକୁ କହେ ସେତେବେଳେ ଆମେ ମନକୁ କହିବାକୁ ହବ ନା ମୁଁ କରିବି ନାହିଁ ମୁଁ ଈଶ୍ୱରଙ୍କ ବାକ୍ୟ ପଢ଼ିବି। Because this place is, place means the demons are living inside of us and they want to control our flesh. ଆଉ ଏହି ଶରୀରରେ ସେଇ ଦୁଷ୍ଟ ଆତ୍ମା ଗୁଡ଼ିକ ବାସ କରନ୍ତି ଆଉ ସେମାନେ ଆମମାନଙ୍କର ଶରୀରକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି। Sometimes when you are coming to the church, Satan is okay, Satan, you go to the church, but when you are going to the private room, again you will watch the movie, again you will watch the, some kind of reels, and that time Satan will be very happy. ବେଳେ ବେଳେ ଆମେ ଯେତେବେଳେ ଚର୍ଚ୍ଚକୁ ଯିବାକୁ ଆସୁ ବା ଇଚ୍ଛା କରୁ ଶୈତାନ କହେ ଯାଅ କାରଣ ଶୈତାନ ଜାଣେ ଯେ ଆମେ ମଣ୍ଡଳୀକୁ ଆସିଲା ପରେ ଉପାସନାରେ ବସିଲା ପରେ ଆରାଧନା କଲା ପରେ ମଧ୍ୟ ଆମେ ଘରକୁ ଗଲେ ଆମେ ସେଇ କାର୍ଯ୍ୟ କରୁ ଯେଉଁ କାର୍ଯ୍ୟ ଶୈତାନକୁ ଖୁସି କରେ। That time Satan will be laughing. ଆଉ ସେତେବେଳେ ଆମେ ତାହା କରୁ ଶୈତାନ ଆମକୁ ଦେଖି ହସେ। But the Holy Spirit is grieved that time. କିନ୍ତୁ ସେଇ ସମୟରେ ମନେ ରଖନ୍ତୁ ପ୍ରିୟ ଭାଇ ଭଉଣୀମାନେ ଯେଉଁ ପବିତ୍ର ଆତ୍ମା ପରମେଶ୍ୱର ଆମମାନଙ୍କ ହୃଦୟରେ ବାସ କରନ୍ତି ସେ ଦୁଃଖିତ ହୁଅନ୍ତି। Some people are only Sunday Christian. ଅନେକ ଅଛନ୍ତି ଯେଉଁମାନେ କେବଳ ରବିବାରିଆ ଖ୍ରୀଷ୍ଟିଆନ ଅଟନ୍ତି। Some people are only Christmas Christian. ଆଉ କେତେକ ଜଣ ଖ୍ରୀଷ୍ଟମାସର ଖ୍ରୀଷ୍ଟିଆନ ଅଟନ୍ତି। Some people are only the yearly one time convention time only Christian. ଆଉ କେତେ ଜଣ ବାର୍ଷିକ ଖ୍ରୀଷ୍ଟିଆନ ଅଟନ୍ତି ଆଉ କେତେ ଜଣ ସଭାର ଖ୍ରୀଷ୍ଟିଆନ ଅଟନ୍ତି।
ରୁହନ୍ତି। So we need to become a real Christian. Our body and our soul and our spirit should be completely sanctified by the blood, completely, preserved by the Holy Spirit. ଆମମାନେ ବାସ୍ତବ ଖ୍ରୀଷ୍ଟୀୟ ଜୀବନ ଅତିବାହିତ କରିବା ଆବଶ୍ୟକ ରହିଛି। ଆଉ ଆମମାନଙ୍କର ଶରୀର ମନ ପ୍ରାଣ ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହେବା ଆବଶ୍ୟକ ରହିଛି। How many of you like it? How many of you like it? Tell me. You like this, when I'm speaking, you like or not? ଆପଣମାନେ କେତେ ଜଣ ମୋର ବାକ୍ୟକୁ ଶୁଣୁଛନ୍ତି ଆଉ ପସନ୍ଦ କରୁଛନ୍ତି? Lift your hand. Yes, okay, praise the Lord. So we need to come out from our flesh, then the Holy Spirit will make his home in our spirit and our body and our soul. ଯେତେବେଳେ ଆମମାନେ ଏହି ଶରୀରର ଅଭିଳାଷରୁ ପଳାୟନ କରୁ ସେହି ସମୟରେ ପବିତ୍ର ଆତ୍ମା ପରମେଶ୍ୱର ଆମମାନଙ୍କ ହୃଦୟରେ ସେ ବାସ କରିବେ, ଆମମାନଙ୍କୁ ନିୟନ୍ତ୍ରଣ କରିବେ। The real satisfaction will come when when you will conform to the image of God, when you will deliver from the power of the sin, power of the flesh. ଆମମାନେ ଯେତେବେଳେ ପାପରୁ ପୁଣି ଶରୀରର ଅଭିଳାଷରୁ ବାହାରି ଆସିବା ସେତେବେଳେ ଆମମାନଙ୍କୁ ଗୋଟିଏ ସମ୍ପୂର୍ଣ୍ଣ ପରିତୃପ୍ତତା ମିଳିବ। Some people, I want to suggest you from today, try to do fasting and prayer monthly, 2 days or 1 day also, please. ମୁଁ ଆଜି ଆପଣମାନଙ୍କୁ ଏହି କଥା କହିବାକୁ ଚାହେଁ କି ଆପଣମାନେ ପ୍ରତି ମାସରେ ଗୋଟିଏ ଦିନ କିମ୍ବା 2 ଦିନ ଉପବାସ ରୁହନ୍ତୁ। Secretly you do the fasting and prayer to overcome your flesh. ଗୁପ୍ତ ଭାବରେ ଉପବାସ ପ୍ରାର୍ଥନା କରନ୍ତୁ ଏହି ଶରୀରର ଅଭିଳାଷରୁ ମୁକ୍ତି ପାଇବାର ନିମନ୍ତେ। Don't go after food, don't go after money, don't go after the things of your eyes. ଯେତେବେଳେ ଆପଣ ଉପବାସ ରହିବେ ସେହି ସମୟରେ ଜଗତର କୌଣସି ବିଷୟ ଆଡ଼କୁ ଆସକ୍ତ ହୁଅନ୍ତୁ ନାହିଁ, ସେ ସବୁରୁ ଆପଣ ପୃଥକ ରୁହନ୍ତୁ। When you will fulfill the desire of God, when you will fully commit yourself to the Lord and become holy, then you will feel the real satisfaction. ଆଉ ଯେତେବେଳେ ଆମମାନେ ସେ ସମସ୍ତ ବିଷୟରୁ ପୃଥକ ରହି ପ୍ରଭୁଙ୍କ ଉପସ୍ଥିତି ସାନ୍ନିଧ୍ୟରେ ରହିବା ସେତେବେଳେ ଆମମାନେ ପ୍ରକୃତ ପରିତୃପ୍ତତା ଲାଭ କରିପାରିବା। In the book of when we see the Solomon, he was the very big wise man and he was a king, and he says nothing in this world can satisfy me. ଜଗତର ସର୍ବଶ୍ରେଷ୍ଠ ଜ୍ଞାନୀ ସଲୋମନ ଯେ କି ଜ୍ଞାନରେ ପରିପୂର୍ଣ୍ଣ ଥିଲେ, ଧନରେ ପରିପୂର୍ଣ୍ଣ ଥିଲେ, ସେ ଏହି କଥା କୁହନ୍ତି କି ମନୁଷ୍ୟକୁ ଜଗତର କୌଣସି ବିଷୟ ସନ୍ତୁଷ୍ଟ କରିପାରେ ନାହିଁ। That's why book of Exodus chapter 12 and 11 says that in the time of your youth, whatever you do, but at last there will be a judgment. ଏଣୁକରି ସଲୋମନ ଏହି କଥା କୁହନ୍ତି ଉପଦେଶକ ତାର 11 ଅଧ୍ୟାୟରେ କି ଯୌବନ ସମୟରେ ତୁମେ ଆନନ୍ଦ କର, ପ୍ରମୋଦ କର, କିନ୍ତୁ ମନେ ରଖ ସେ ସବୁ ପରମେଶ୍ୱର ବିଚାରରେ ଆଣିବେ। God went as the Solomon said, he had so many wives, he enjoyed all the life only in the sin, but lastly he said, nothing in this world can satisfy my spirit, only God can satisfy me. ଯଦି ଆମେ ସଲୋମନଙ୍କ ଜୀବନକୁ ଦେଖୁ ତାଙ୍କର ଅନେକ ପତ୍ନୀ ଥିଲେ ଆଉ ଜଗତର ସମସ୍ତ ଆମୋଦ ପ୍ରମୋଦ ବିଷୟ ସେ ଉପଭୋଗ କଲା ପରେ ପରିଶେଷରେ ସେ ଜାଣିଲେ ଯେ ଜଗତର କୌଣସି ବିଷୟ ମନୁଷ୍ୟକୁ ସନ୍ତୁଷ୍ଟ କରିପାରିବ ନାହିଁ। Only the Lord can satisfy our spirit. କେବଳ ପରମେଶ୍ୱର ହିଁ ଆମମାନଙ୍କୁ ସନ୍ତୁଷ୍ଟ କରିପାରିବେ। How that David, his father, when he committed sin against God, he was crying and asking God to not take the Holy Spirit from his life. ଆଉ ଦାଉଦ ଯେତେବେଳେ ପାପ କଲେ ସେ ଅନୁତପ୍ତ ରୂପରେ ଭଗ୍ନ ହୃଦୟରେ ସେ ପ୍ରଭୁଙ୍କ ନିକଟକୁ ଆସି ସେ ସ୍ୱୀକାର କରି ପ୍ରାର୍ଥନା କଲେ, ହେ ପରମେଶ୍ୱର ମୋ ଠାରୁ ତୁମର ଆତ୍ମାକୁ ଦୂର କର ନାହିଁ। Do not take away your Holy Spirit. Do not remove your presence from me, and do not cast away from me your presence. ଆଉ ସେ ଏହି ପ୍ରାର୍ଥନା କଲେ, ହେ ପରମେଶ୍ୱର ତୁମର ଉପସ୍ଥିତିରୁ ମୋତେ ଦୂର କର ନାହିଁ, ଆଉ ତୁମର ଆତ୍ମା ମୋ ଠାରୁ ନିଅ ନାହିଁ। My brothers and sisters, small sin also can separate you from the Lord. ଗୋଟିଏ କଥା ମନେ ରଖନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଗୋଟିଏ କ୍ଷୁଦ୍ର ପାପ ଆମମାନଙ୍କୁ ପରମେଶ୍ୱରଙ୍କ ଠାରୁ ଅଲଗା କରିଦେଇପାରେ। Adam committed only one sin, Eve committed only one sin, then they removed from the Garden of Eden. ଯଦି ଆମେ ଆଦମ ହବାଙ୍କ ବିଷୟରେ ଚିନ୍ତା କରୁ, ସେମାନେ ଗୋଟିଏ ପାପ କଲେ ଆଉ ତାର ପାପର ପରିଣାମ ସ୍ୱରୂପ ସେମାନଙ୍କୁ ପରମେଶ୍ୱର ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ। Only one sin can separate you and me from the presence of the Holy Spirit, separate you from the Holy Spirit. ଆମଙ୍କର ଗୋଟିଏ ପାପ ପବିତ୍ର ଆତ୍ମାଙ୍କର ଉପସ୍ଥିତିରୁ ଈଶ୍ୱରଙ୍କ ଠାରୁ ତାଙ୍କର ସାନ୍ନିଧ୍ୟରୁ ଆମମାନଙ୍କୁ ଅଲଗା କରିଦେଇପାରେ। Let us read the book of John chapter 5:14 and we will finish it. ଯୋହନ ଲିଖିତ ସୁସମାଚାର ତାର 5 ଅଧ୍ୟାୟର
49 ପଦ 14, yeah. John chapter 5:14. ଜହନ ତାର 5:14 Read, yeah. Read. ମୁଁ ପଢୁଛି ଲେଖା ଅଛି ଏହା ପରେ ଯୀଶୁ ମନ୍ଦିରରେ ତାହାର ଦେଖା ପାଇ ତାହାକୁ କହିଲେ ଦେଖ ତୁମ୍ଭେ ସୁସ୍ଥ ହୋଇଅଛ ଆଉ ପାପ କର ନାହିଁ ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶାନ ଘଟେ। Praise the Lord. Jesus is burning that person after he received the healing. Sin no more. 38 ବର୍ଷର ରୋଗୀକୁ ସୁସ୍ଥତା ଦେଲା ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଚେତନାର ସହିତ କହୁଛନ୍ତି ତୁମ୍ଭେ ଆଉ ପାପ କର ନାହିଁ। Hallelujah. Sin no more. ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ତୁମ୍ଭେ ଆଉ ପାପ କର ନାହିଁ। Otherwise, the worst than past, it will come to you. ଯେପରି ତୁମ୍ଭ ପ୍ରତି ଅଧିକ ଦୁର୍ଦ୍ଦଶା ନ ହୁଏ। Because of the hidden sin, because of the unforgiveness, because of not forgiving others, sometimes we have a lot of obstacle in our blessing. ଅନେକ ସମୟରେ ଆମମାନଙ୍କର ଗୁପ୍ତ ପାପ ଆମମାନଙ୍କର ଅକ୍ଷମଣୀୟ ହୃଦୟ ସକାଶୁ ଆମମାନଙ୍କ ଜୀବନରେ ଦୁର୍ଦ୍ଦଶା ଘଟିଥାଏ। The adultery woman, when the people were stoning her, Jesus said, nobody did anything to you. No, I will also not do any harm, but go and sin no more. ଆଉ ଯୀଶୁ ଖ୍ରୀଷ୍ଟ ସେହି ପାପିନୀ ସ୍ତ୍ରୀକୁ ମଧ୍ୟ ଏହି କଥା କହିଲେ କି ତୁମ୍ଭେ ମଧ୍ୟ ଆଉ ପାପ କର ନାହିଁ। So God's plan is that past sin is forgiven, but now He wants us to stop sinning against God. ପ୍ରିୟ ଭାଇ ଭଉଣୀମାନେ ଆମମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା ଆମମାନଙ୍କର ଅତୀତର ସକଳ ପାପ କ୍ଷମା ହୋଇଅଛି କିନ୍ତୁ ଆମମାନଙ୍କୁ ଏହି କଥା ପ୍ରଭୁ କହନ୍ତି ଯେ ଆମମାନେ ଆଉ ପାପ ନ କରୁ। We have to subdue our flesh. We have to come out from our flesh. We have to come out from the lust. ଆମମାନେ ଆମମାନଙ୍କର ଶରୀରକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରୁ ପୁଣି ଆମମାନଙ୍କର ଅଭିଳାଷରୁ ଆମମାନେ ପଳାୟନ କରୁ। The first John chapter 6, 1 to 6 and 9 says, those who are born of God, they will not sin against God. ପ୍ରଥମ ଜହନ ତାର 3 ଅଧ୍ୟାୟରେ ଏହି କଥା ଲେଖାଯାଏ ଯେଉଁମାନେ ଈଶ୍ୱରଙ୍କ ଠାରୁ ଜାତ ସେମାନେ ପାପ କରନ୍ତି ନାହିଁ। But we can commit sin, something by mistake sin will come, but we have to have the sin. We have to come out from that bad habit. ଆମମାନେ ବେଳେ ବେଳେ ପାପ କରିପାରୁ କିନ୍ତୁ ଆମମାନଙ୍କୁ ସେହି ପାପରୁ ପଳାୟନ କରିବାକୁ ହବ। First Corinthians chapter 5 and 5, when that, Corinthian church, somebody, they were doing a sin, adultery sin. He said that, such a submit them in the hand of the devil. ଆଉ ପ୍ରଥମ କରନ୍ତୀୟ ତାର 5 ଅଧ୍ୟାୟରେ 5 ଅଧ୍ୟାୟର 5 ପଦରେ ପାଉଲ କରନ୍ତୀୟ ମଣ୍ଡଳୀକୁ କହିଲେ କି ତୁମମାନଙ୍କ ମଧ୍ୟରେ ଏହି ପ୍ରକାରର ପାପ ରହିଅଛି ସେମାନଙ୍କୁ ପୃଥକ କର। No, read it. Last, I will finish it. First chapter. Amen. Because in the church of God in Corinth also, some people were doing the adultery again and again. ପ୍ରଥମ କରନ୍ତୀୟ ମଣ୍ଡଳୀରେ ମଧ୍ୟ ଅନେକ ବ୍ୟଭିଚାରର ପାପରେ ଲିପ୍ତ ରହିଥିଲେ। And some people are doing their mother sister like a father another wife. ଆଉ ସେମାନେ ଏହି ପ୍ରକାର ଅବୈଧ ସମ୍ପର୍କ ରଖୁଥିଲେ। That's why Paul says, such a one submit them in the hand of the devil. ଆଉ ସେହି ଲୋକମାନଙ୍କୁ ଶୟତାନର ହସ୍ତରେ ସମର୍ପଣ କରିବା ନିମନ୍ତେ ପାଉଲ ଚେତାବାଣୀ ଦଉଛନ୍ତି। When Job was submitted in the hand of the devil, then Job, all the body was, Satan brought so many sickness. ଆଉ ଯେତେବେଳେ ଆୟୁବଙ୍କୁ ଶୟତାନର ହସ୍ତରେ ସମର୍ପଣ କରାଗଲା ଶୟତାନ ତାର ସମସ୍ତ ଶରୀରକୁ ନଷ୍ଟ କରିଥିଲା। Sometimes when we submit to the hand of the devil, such a one means the devil will bring all sickness, problem, difficulties. Then after that, he will repent from his sin. ଆଉ ଶୟତାନର ହସ୍ତରେ ସମର୍ପଣ ହେବା ଦ୍ୱାରା ଶୟତାନ ଆମମାନଙ୍କୁ ବିଭିନ୍ନ ପ୍ରକାର ଶାରୀରିକ ଯନ୍ତ୍ରଣା ଦିଏ ଆଉ ସେହି ଯନ୍ତ୍ରଣା ଦେବା ଫଳରେ ଆମେ ଯେପରି ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଆସିପାରିବା। Let us stand up. I want to pray for all of you. ମୁଁ ଚାହିଁବି ଆମମାନେ ସମସ୍ତେ ଠିଆ ହେବା ମୁଁ ପ୍ରାର୍ଥନା କରିବି। And today is the day for you. God wants to produce the new testimony in your life. ଆଉ ଆଜି ସେହି ଦିନ ଆମମାନଙ୍କ ପାଇଁ ହେଉ ଯେଉଁ ଦିନରେ ଆମମାନେ ଅନୁଭବ କରିବା ଆମମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିଛି। Let us repent today from our bad habit, from our wrongdoing. ଆମମାନେ ଆଜି ଆମମାନଙ୍କର ପାପକୁ ପରିତ୍ୟାଗ କରୁ ପୁଣି ମନ୍ଦତାରୁ ନିଜ ନିଜକୁ ପୃଥକ କରୁ। Let us decide today, I want to follow the Lord. I want to, renounce myself, my
all my family I want to serve the Lord. ଆଉ ଆଜି ଆମେ ସେହି ନିଷ୍ପତ୍ତି ନେଉ ପୁଣି ପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ଏହି କଥା କହୁ କି ମୁଁ ପ୍ରଭୁଙ୍କର ସେବା କରିବି। If you are going through hard time, if you are going through struggle, that means Lord is allowing the struggle in your life. You must repent. ଯଦି ଆପଣ କଠିନ ସମୟ ମଧ୍ୟ ଦେଇ ଯାଉଛନ୍ତି, ସଂଘର୍ଷ ମଧ୍ୟ ଦେଇ ଯାଉଛନ୍ତି, ପ୍ରଭୁ ତାହା ଆପଣମାନଙ୍କ ଜୀବନକୁ ଆଣିଛନ୍ତି ଏଥିପାଇଁ ଯେ ଆପଣ ମନ ପରିବର୍ତ୍ତନ କରନ୍ତୁ। If your prayer is not answered because of your lack of your forgiveness, ଆଜି ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣୁନାହାନ୍ତି କିମ୍ବା ଆମେ ପ୍ରାର୍ଥନାର ଉତ୍ତର ପାଇନାହୁଁ କାରଣ ଆମେ ଅକ୍ଷମଣୀୟ ଅବସ୍ଥାରେ ରହିଛୁ। if you not forgive others, the Lord cannot forgive you. ଯଦି ଆମେ ଅନ୍ୟକୁ କ୍ଷମା କରିବା ନାହିଁ ଆଉ ପରମେଶ୍ୱର ମଧ୍ୟ ଆମମାନଙ୍କୁ କ୍ଷମା କରିବେ ନାହିଁ। Today the Lord is speaking to me to tell you that if you have not forgiven your relatives, not forgiven your enemies, today is the time for you to forgive them. ଆଜି ମୁଁ ପ୍ରଭୁଙ୍କର ଆତ୍ମାଙ୍କ ଦ୍ୱାରା ଏହି କଥା କହିବାକୁ ଚାହେଁ ଆଉ ପବିତ୍ର ଆତ୍ମା ପରମେଶ୍ୱର ଏହା କହନ୍ତି ଯଦି ଆପଣମାନେ କାହାକୁ କ୍ଷମା କରିନାହାନ୍ତି ତେବେ ଏହି ସମୟରେ ସେହି ବ୍ୟକ୍ତିଙ୍କୁ କ୍ଷମା କରନ୍ତୁ। If you have not asked forgiveness from your people or your friend or your enemies, you need to go and ask them the forgiveness. ଯଦି ଆପଣ କାହାର କିଛି କ୍ଷତି କରିକି କ୍ଷମା ମାଗି ନାହାନ୍ତି ଦୟାକରି ସେହି ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ପୁଣି କ୍ଷମା ମାଗନ୍ତୁ। How Jacob went to his brother Esau and he bowed down before him 7 times and he asked forgiveness from ଆମେ him. ବାଇବଲରେ ଯାକୁବଙ୍କୁ ଦେଖୁଛୁ ଯେ କି ଏସୋଙ୍କ ନିକଟକୁ ଗଲେ ପୁଣି ଏସୋଙ୍କୁ ଭୂମିଷ୍ଠ ପ୍ରଣାମ କରି ସେ କ୍ଷମା ମାଗିଥିଲେ। When Joseph's brother cheated to Joseph, they went to him and asked forgiveness to his brother. ଆଉ ଯୋସେଫଙ୍କର ଭାଇମାନେ ତାଙ୍କୁ ବିଶ୍ୱାସଘାତକତା କଲେ ପୁଣି ସେମାନେ ଯୋସେଫଙ୍କ ନିକଟକୁ ଯାଇ କ୍ଷମା ମାଗିଲେ। Let us ask forgiveness to our dear people. ଆମମାନେ ଆସୁ ଆମମାନଙ୍କର ପ୍ରିୟଜନ ମାନଙ୍କ ନିକଟରେ କ୍ଷମା ମାଗୁ। Let us decide today, from today, this and that bad habit, something in your life you know that. Tell to the Lord today is the last day. From today I want to overcome in the name of Jesus. From today I want to come out in the name of Jesus. ଆଜି ଆମମାନଙ୍କ ନିମନ୍ତେ ଶେଷ ଦିନ ହେଉ ଯେଉଁ ଦିନରେ କି ଆମେ ନିଷ୍ପତ୍ତି ନେବା ଯେତେ ମନ୍ଦ କାର୍ଯ୍ୟ ଆମେ କରୁଛୁ ମନ୍ଦ ଅଭ୍ୟାସ ରଖୁଛୁ ତାହା ଆମେ ପରିତ୍ୟାଗ କରୁ। If the struggle is in your life and your family because of the lack of the forgiveness, ଯଦି ଆଜି ଆମେ ଗୋଟେ ସଂଘର୍ଷ ସଂଗ୍ରାମ ମଧ୍ୟ ଦେଇ ଜୀବନରେ ଯାଉଛୁ ଏଥିପାଇଁ ଯାଉଛୁ କାରଣ ଆମେ କ୍ଷମା ଦେଇନାହୁଁ। let us open our mouth and ask the Lord to receive forgiveness. ଆସୁ ଆମମାନଙ୍କର ମୁଖ ଖୋଲି ପ୍ରଭୁଙ୍କ ନିକଟରେ ସ୍ୱୀକାର କରୁ ପୁଣି ପ୍ରଭୁଙ୍କ ଠାରୁ କ୍ଷମା ଲାଭ କରୁ। I went to different part of the world. I am a simple person. I live by faith. I have nothing is there in my life. But I went to different part of the world and thousands of people are blessed. ମୁଁ ଜଣେ ସାଧାରଣ ବ୍ୟକ୍ତି ଅଟେ ତଥାପି ମୁଁ ଭିନ୍ନ ଭିନ୍ନ ଅଞ୍ଚଳକୁ ଏହି ପୃଥିବୀର ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ମୁଁ ଏହି ବାକ୍ୟ ପ୍ରଚାର କରେ। And many people are blessed through ଆଉ me. ଅନେକ ବାକ୍ୟ ଦ୍ୱାରା ଆଶୀର୍ବାଦ ଲାଭ କରିଛନ୍ତି। I have whenever I went and prayed for the people, many of them received the miracle, received the new testimony. ଆଉ ଯେତେବେଳେ ମୁଁ ଭିନ୍ନ ଭିନ୍ନ ସ୍ଥାନକୁ ଯାଏ ପୁଣି ପ୍ରାର୍ଥନା କରେ ସେମାନଙ୍କ ଜୀବନରେ ଅନେକ ଆଶ୍ଚର୍ଯ୍ୟ କର୍ମ ଘଟେ ଆଉ ଅନେକ ଆଶୀର୍ବାଦ ମଧ୍ୟ ସେମାନେ ପାଇଛନ୍ତି। Today the Lord is going to tell you that from today you will have a new testimony through this meeting. ଆଉ ପ୍ରଭୁ ଏହି କଥା କୁହନ୍ତି କି ଆଜି ଆପଣମାନଙ୍କ ଜୀବନରେ ସେହି କ୍ରାନ୍ତିକାରର ସମୟ ହେଉ ଯୋଉ ଦ୍ୱାରା ଆପଣ ଏହି ସ୍ଥାନରୁ ଗୋଟିଏ ନୂତନ ସାକ୍ଷ୍ୟ ନେଇ ଯାଆନ୍ତୁ। Your obstacle will clear. ଆପଣମାନଙ୍କର ପ୍ରତିବନ୍ଧକ ସବୁ ନିପାତ ହେବ। Your prayer will answer. ଆପଣମାନଙ୍କର ପ୍ରାର୍ଥନାର ଉତ୍ତର ଆସିବ। You will receive the miracle. ଆପଣମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କାର୍ଯ୍ୟ ହେବ। You will overcome every bad habits. ଆଉ ଆପଣମାନେ ନିଶ୍ଚିତ ଭାବରେ ପବିତ୍ର ଆତ୍ମାଙ୍କର ସହାୟତାରେ ମନ୍ଦ ଅଭ୍ୟାସରୁ ମୁକ୍ତ ଲାଭ କରିବେ। Lord will deliver you from all the bad habits that you are ଆଉ struggling. ବିଶ୍ୱାସ କରେ ପରମେଶ୍ୱର ଆପଣମାନଙ୍କୁ ସମସ୍ତ ପ୍ରକାର ମନ୍ଦତାରୁ ଉଦ୍ଧାର କରିବେ। I'm going to sing a song and close. ମୁଁ ଗୋଟିଏ ଗୀତ ଗାନ କଲା ପରେ ସମାପ୍ତ କରିବା ପାଇଁ ଯିବି। अपनों को तो इस दुनिया में सब प्यार करते हैं, दुश्मन को भी प्यार करना मसीहा सिखाते हैं। अपनों को तो इस दुनिया में सब प्यार करते हैं, दुश्मन को भी प्यार करना मसीहा सिखाते हैं।
Lord is blessing all of you and touching all of you. ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରୁଛନ୍ତି ଏବଂ ସ୍ପର୍ଶ କରୁଛନ୍ତି। Let us connect with the Lord from today. ଆସୁ ଆମମାନେ ହୃଦୟର ସହିତ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରୁ। Let us surrender our family into the Lord Jesus Christ. ଆସୁ ଆମମାନଙ୍କର ପରିବାରକୁ ପ୍ରଭୁଙ୍କ ଠାରେ ସମର୍ପଣ କରୁ। Let us live a serious life for the Lord Jesus Christ. ଆସୁ ଆମମାନେ ପ୍ରଭୁଙ୍କ ଠାରେ ସମର୍ପିତ ହୋଇ ଯୀଶୁଙ୍କ ନାମରେ ମୁକ୍ତି ଲାଭ କରୁ। Today, if we will die, how church? ଯଦି ଆପଣ ଆଜି ମୃତ୍ୟୁବରଣ କରିବେ କେଉଁଠାରେ ଆପଣଙ୍କର ଅନ୍ତିମ ରହିବ। That's why seriously dedicate your life and walk with the Lord. ତେଣୁ ଆସୁ ଆମମାନେ ପ୍ରଭୁଙ୍କ ନିକଟରେ ସମର୍ପିତ ହେଉ ଏବଂ ପ୍ରଭୁଙ୍କ ସହିତ ଗମନାଗମନ କରୁ। Lord, I want to pray for all the brothers and sisters, all the pastors, all the elders, every one of them. Today, Lord, help them to one with your spirit. Help them to overcome the flesh, overcome the sin, overcome the every dead thing in the mighty name of Jesus. I bless them to live a victorious life, overcoming life. Heal them in the name of Jesus. Set them free. Heal them every sickness, in their family, in their ministry, in their every business, in the mighty name of Jesus Christ. Thank you, Lord, for answering our prayer. Thank you, Lord, for blessing everyone. Thank you, Lord, for doing the miracle in their life. In the name of Jesus, we pray, Father. Amen. ଦୟାକରି ବସିବା ପୂର୍ବରୁ ଦୟାକରି ଗୋଟିଏ ଚାଖେଣ୍ଡେ ଆଗକୁ ବଢ଼ିକି ବସନ୍ତୁ ମା ମାନେ। ଗୋଟିଏ ଚାଖେଣ୍ଡେ ଆଗକୁ ଆସି ବସନ୍ତୁ, ଯଦ୍ୱାରା ପଛରେ ଥିବା ମା ମାନେ ସହଜରେ